ସେଇଟା ବି ଭିକାରୀ ଭଳିଆ ହଉଛି ନରେନ୍ଦ୍ର ମୋଦି ଦାଢି ପାଣି ଛାଡିକି ଭିକାରୀ ଭଳିଆ ହାତ ପତଉଛି ଖାଲି। ଅବେ ଅଲାଜୁକ ଆଦାନୀ ଆସୁ କେବେ ଭୁବନେଶ୍ୱର ଓ ଓଡ଼ିଶା ତୋ ସହିତ ମୁକାବିଲା ହବ। ଉପର ସ୍ତରରେ ଏବେ ଆଦାନୀର ପୁଅ ରିଙ୍ଗ ସେରିମନି ହେଇଥିଲା। ସେ ନବୀନ ପଟ୍ଟନାୟକ ଡାକିଥିଲେ। ନବୀନ ପଟ୍ଟନାୟକ ନ ଯାଇ ପାଣ୍ଡିଆନକୁ ପଠେଇଲେ। ପାଣ୍ଡିଆନ ଗଲେ ତା ଘରେ ରିଙ୍ଗ ସେରିମନିରେ ଯୋଗ ଦେଲେ ଏବଂ ନରେନ୍ଦ୍ର ମୋଦି ସେଇଠି ଗଲେ। ଆଦାନୀର ଏତେ ଖାଦି ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଠିଆ ହେଲାନି। ଆଦାନୀ ପ୍ରାଇମ ମିନିଷ୍ଟର ଗଲା ଠିଆ ହେଲାନି। ଏଠି ଯେମିତି ମୁଖ୍ୟମନ୍ତ୍ରୀ ଗଲେ ମନ୍ତ୍ରୀ ଗୁଡ଼ା ଠିଆ ହେଉନାହାନ୍ତି, ତାଙ୍କ ସଭାପତି ଠିଆ ହେଉନାହାନ୍ତି। ଆଉ ତମେ ପ୍ରୋଟୋକଲକୁ ମାନିବନି। ଆମେ ଠିଆ ହେଇଯାଉଛୁ, ବୟସରେ ବଡ଼ ହେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆରେ ଠିଆ ହେଇଯାଉଛୁ, ମନ୍ତ୍ରୀ ଆରେ ଠିଆ ହେଇଯାଉ। ସମ୍ମାନ, ଚେୟାରକୁ ସମ୍ମାନ। ସେ ସେମିତି ଆଦାନୀ ଏଡ଼େ ପଇସା ବାଲା ତୁ କାଢୁଆ, ତୁ ଆମ ପ୍ରାଇମ ମିନିଷ୍ଟର ଯାଉଛୁ ଠିଆ ହେଉନି। ଅବେ ଅଲାଜୁକ ଆଦାନୀ ଆସୁ କେବେ ଭୁବନେଶ୍ୱର ଓ ଓଡ଼ିଶା ତୋ ସହିତ ମୁକାବିଲା ହବ। ପ୍ରୋଟୋକଲକୁ ତୁ ସମ୍ମାନ ଦେବୁନି, ପ୍ରାଇମ ମିନିଷ୍ଟରକୁ ସମ୍ମାନ ଦେବୁନି, ତାକୁ ଲାଞ୍ଚ ଦଉଛୁ, ପଇସା ଦଉଛୁ ବୋଲି ସେଇଟା ବି ଭିକାରୀ ଭଳିଆ ହଉଛି ନରେନ୍ଦ୍ର ମୋଦି ଦାଢି ପାଣି ଛାଡିକି ଭିକାରୀ ଭଳିଆ ହାତ ପତଉଛି ଖାଲି। ଅଲାଜୁକ ପ୍ରାଇମ ମିନିଷ୍ଟର ଗୋଟା ଶିଳ୍ପପତିଟା ତମେ ଯାଉଛ ଠିଆ ହବନି। ଫେର ସେତିକି ନୁହଁ, ଆଦାନୀ ରୁମରେ ମୋଦି ବସିଲା, ଆମ ପାଣ୍ଡିଆନ ବସିଲେ। ସେଠି କଣ ଯନ୍ତ୍ରଣା ହେଇଛି, ମନ୍ତ୍ରଣା ହେଇଛି, କନ୍ତ୍ରଣା ହେଇଛି, ହେଇପାରେ। ସେ ଯୋଉ ମୁନା ଖାଁ କହୁଛି ହେଇଯାଇପାରେ। ନବୀନ ପଟ୍ଟନାୟକ ମୋଦି ଏକ ହେଇଯିବେ, ମୁଖ୍ୟମନ୍ତ୍ରୀ ହେଇଯାଇପାରେ। ଫେରେ କିଛି କହିହବନି।